ମକର ରାଶି। ମକର ରାଶି ବ୍ୟକ୍ତିଙ୍କ ଜୀବନରେ ଗୋଟେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ହଁ ବନ୍ଧୁଗଣ, କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ଭାବରେ ସତ୍ୟ ଅଟେ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଶ୍ରୀ ଜଗନ୍ନାଥ। ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ 25ରୁ 5 ତାରିଖ ଏ ସମୟରେ ଆପଣଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଯେଉଁ କାମ ଏତେ ଦିନ ଧରି ଆପଣଙ୍କର ଅଟକି ରହିଥିଲା, ସେଥିରେ ହଠାତ୍ ଆପଣଙ୍କର ଗତି ବଢ଼ିବ। ଯେଉଁ ଟଙ୍କା ପାଇଁ ଆପଣ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି, ସେ ଟଙ୍କା ଫେରି ପାଇବାର ଆଶା ମଧ୍ୟ ଦେଖାଦେଉଛି। ଚାକିରିରେ ନୂଆ ଦାୟିତ୍ୱ, ବ୍ୟବସାୟରେ ନୂଆ ଅର୍ଡର ଏବଂ ପରିବାରରେ ଏକ ଖୁସି ଖବର ମଧ୍ୟ ଆସିପାରେ। କିନ୍ତୁ ମକର ରାଶିର ବନ୍ଧୁମାନେ, ଏ ସମୟରେ ଜଣେ ବ୍ୟକ୍ତିଙ୍କ କଥାରେ ଆସି ନିଆଯାଇଥିବା ଗୋଟେ ନିଷ୍ପତ୍ତି ଆପଣଙ୍କୁ ପଛକୁ ନେଇପାରେ। କିଏ ସେ ବ୍ୟକ୍ତି? କେଉଁଦିନ ଆପଣଙ୍କର ଭାଗ୍ୟ ସବୁଠାରୁ ଶକ୍ତିଶାଳୀ ରହିବ? ଟଙ୍କା କେବେ ଆସିବ? ପ୍ରେମ ଓ ବୈବାହିକ ଜୀବନରେ କ'ଣ ଘଟିବ? ଆସନ୍ତୁ ସମ୍ପୂର୍ଣ୍ଣ ରାଶିଫଳ ବିଷୟରେ ଜାଣିବା। ମକର ରାଶିର ବନ୍ଧୁମାନେ, ଏ ସମୟରେ ଆପଣଙ୍କ ନିଜ ଜୀବନକୁ ନେଇ ଅଧିକ ଗମ୍ଭୀର ହୋଇପାରନ୍ତି। ପୁରୁଣା ଭୁଲରୁ ଶିଖି ନୂଆ ନିଷ୍ପତ୍ତି ନେବେ। ଆପଣଙ୍କ ମନରେ ଥିବା କିଛି ପୁରୁଣା ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା ମଧ୍ୟ ବଢ଼ିପାରେ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ପରିଚୟ ଆପଣଙ୍କ ଭବିଷ୍ୟତ ପାଇଁ ଉପକାରୀ ହୋଇପାରେ। ଦୀର୍ଘ ଦିନର ପରିଶ୍ରମର ଫଳ ଧୀରେ ଧୀରେ ମିଳିବାକୁ ମଧ୍ୟ ଆରମ୍ଭ କରିବ। ମନେ ରଖନ୍ତୁ, ଏ ସମୟରେ ଆପଣଙ୍କ ଧୈର୍ଯ୍ୟ ହିଁ ଆପଣଙ୍କ ସବୁଠାରୁ ବଡ଼ ଶକ୍ତି ଅଟେ। ମକର ରାଶି ପାଇଁ ଆର୍ଥିକ ଦୃଷ୍ଟିରୁ ଏ ସମୟରେ ଧୀରେ ଧୀରେ ଭଲ ରହିବ। ଅଟକିଥିବା ଟଙ୍କା ଫେରି ପାଇବାର ସୁଯୋଗ ମିଳିପାରେ। ଆୟର ନୂଆ ରାସ୍ତା ମଧ୍ୟ ଖୋଲିବ। କେହି କେହି ଅତିରିକ୍ତ ଆୟର ସୁଯୋଗ ମଧ୍ୟ ମିଳିପାରନ୍ତି। ବ୍ୟବସାୟରେ ଲାଭର ନୂଆ ସୁଯୋଗ ଆସିବ, କିନ୍ତୁ ଟଙ୍କା ଆସିଲେ ଅତ୍ୟଧିକ ଖର୍ଚ୍ଚ କରିଦେବେ ନାହିଁ। ବିଶେଷ କରି କାହାକୁ ବଡ଼ ରକମର ଧାର ଦେବା ପୂର୍ବରୁ ଭଲ ଭାବରେ ଭାବନ୍ତୁ। ଚାକିରି କରୁଥିବା ମକର ରାଶିର ଲୋକଙ୍କ ପାଇଁ କାମର ଦାୟିତ୍ୱ ବଢ଼ିପାରେ। ଆପଣଙ୍କ ଉପରେ ଅଧିକ ଭରସା କରି ନୂଆ କାମ ମଧ୍ୟ ଦିଆଯାଇପାରେ। ଆଉ ଆରମ୍ଭରେ ଚାପ ଲାଗିଲେ ମଧ୍ୟ ଏହା ଆପଣଙ୍କର ପରିଚୟ ବଢ଼ାଇପାରେ। ଉପର ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ। ଚାକିରି ଖୋଜୁଥିବା ଲୋକଙ୍କୁ ନୂଆ ସୁଯୋଗ ମଧ୍ୟ ମିଳିବ। ଅଫିସରେ କାହାରି କଥାରେ ଆସି ନିଜ କାମରେ ଅବହେଳା କରନ୍ତୁ ନାହିଁ। ବ୍ୟବସାୟୀମାନେ ମଧ୍ୟ ଏ ସମୟରେ ନୂଆ ଆଶା ନେଇ ଆସିପାରନ୍ତି। ପୁରୁଣା ଗ୍ରାହକ ପୁଣି ଫେରି ଆସିବେ। ନୂଆ ଗ୍ରାହକ ମଧ୍ୟ ଯୋଡ଼ି ହେବେ। ବଡ଼ ଅର୍ଡର ମିଳିବାର ସୁଯୋଗ ରହିଛି। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଭଲ ଭାବରେ ଯୋଜନା କରନ୍ତୁ। ଭାଗିଦାରୀ କରୁଥିଲେ କାଗଜପତ୍ର ଓ ଟଙ୍କାର ହିସାବ ସ୍ପଷ୍ଟ ରଖନ୍ତୁ। ମକର ରାଶିର ପ୍ରେମ ଜୀବନରେ ଏ ସମୟରେ ଭାବନା ବଢ଼ିପାରେ। ପୁରୁଣା ଭୁଲ ବୁଝାବୁଝି ଆପଣଙ୍କର ଦୂର ହେବ। ଆପଣଙ୍କ ସହିତ କଥାବାର୍ତ୍ତା ବନ୍ଦ ଥିଲା, ପୁଣି ଥରେ କଥା ହେବାର ସୁଯୋଗ ମଧ୍ୟ ଆସିବ। ଅବିବାହିତ ଲୋକଙ୍କ ଜୀବନରେ ନୂଆ ପରିଚୟ ଆସିପାରେ, କିନ୍ତୁ ନୂଆ ସମ୍ପର୍କ ତୁରନ୍ତ ସବୁକିଛି ବିଶ୍ୱାସ କରନ୍ତୁ ନାହିଁ। ପ୍ରଥମେ ବ୍ୟକ୍ତିଙ୍କୁ ବୁଝନ୍ତୁ, ପରେ ନିଷ୍ପତ୍ତି ନିଅନ୍ତୁ। ବିବାହିତ ମକର ରାଶିର ଲୋକଙ୍କ ପାଇଁ ଜୀବନସାଥୀଙ୍କର ସହଯୋଗ ମିଳିବ। ଘର ପରିବାରରେ କୌଣସି ବଡ଼ ନିଷ୍ପତ୍ତି ମିଶିକି ହିଁ ନିଅନ୍ତୁ। ଜୀବନସାଥୀଙ୍କ ଠାରୁ ଏକ ଭଲ ଖବର ମଧ୍ୟ ମିଳିପାରେ। ଘରେ ଖୁସିର ପରିବେଶ ମଧ୍ୟ ରହିବ। କିନ୍ତୁ ଛୋଟ କଥାକୁ ନେଇ ରାଗ କରିବା ଠାରୁ ଦୂରେଇ ରୁହନ୍ତୁ। ପରିବାରରେ ଆପଣଙ୍କର ସମ୍ମାନ ବଢ଼ିବ। କୌଣସି ସଦସ୍ୟଙ୍କ ଠାରୁ ଭଲ ଖବର ମଧ୍ୟ ମିଳିପାରେ। ଘରେ ଶୁଭ କାର୍ଯ୍ୟର ଆଲୋଚନା ମଧ୍ୟ ହେବ। ବଡ଼ମାନଙ୍କର ଆଶୀର୍ବାଦ ଆପଣଙ୍କ ପାଇଁ ଆପଣଙ୍କର ମନୋବଳକୁ ମଧ୍ୟ ବଢ଼ାଇ ଦେବ। ପୁରୁଣା ପାରିବାରିକ ମତଭେଦ ଥିଲେ ଧୀରେ ଧୀରେ କମିବ। ସ୍ୱାସ୍ଥ୍ୟ ପାଇଁ ନିଜର ଦୈନନ୍ଦିନ ରୁଟିନକୁ ଠିକ୍ ରଖନ୍ତୁ। ଅଧିକ କାମ କିମ୍ବା ଚିନ୍ତାରୁ ଥକାନ ଅନୁଭବ ହୋଇପାରେ। ତେଣୁ ସମୟରେ ଖାଆନ୍ତୁ, ପାଣି ପିଅନ୍ତୁ ଆଉ ଠିକ୍ ନିଦ୍ରା କରନ୍ତୁ। କୌଣସି ଶାରୀରିକ ସମସ୍ୟା ଥିଲେ ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ। 25ରୁ 27 ତାରିଖ ଏ ସମୟରେ କିଛି କାମରେ ଆପଣଙ୍କୁ ବିଳମ୍ବ ଆସିପାରେ। ମନରେ ଅସ୍ଥିରତା ରହିବ। କୌଣସି ବଡ଼ ନିଷ୍ପତ୍ତିକୁ ଆପଣ ତରବର ହୋଇକି ନିଅନ୍ତୁ ନାହିଁ। 28ରୁ 30 ତାରିଖ ଏ ସମୟ ଅପେକ୍ଷାକୃତ ଭଲ ରହିବ। ଟଙ୍କା କିମ୍ବା କାମ ସମ୍ପର୍କରେ ଭଲ ଖବର ମିଳିପାରେ। ଅଟକିଥିବା କାର୍ଯ୍ୟ ଆପଣଙ୍କର ଆଗକୁ ମଧ୍ୟ ବଢ଼ିବ। 31ରୁ 2 ତାରିଖ ଏ ସମୟରେ ଆପଣଙ୍କର ଭାଗ୍ୟ ଭଲ ଭାବରେ ସାଥ ଦେବ। ନୂଆ ସୁଯୋଗ ମଧ୍ୟ ମିଳିପାରେ। ପରିଶ୍ରମର ଫଳ ମଧ୍ୟ ଦେଖିବାକୁ ଆପଣଙ୍କୁ ମିଳିବ। 3ରୁ 5 ତାରିଖ ଏ ସମୟରେ ଟଙ୍କା ପଇସା ମାମଲାରେ ସାବଧାନ ରୁହନ୍ତୁ। କାହାକୁ ଧାର ଦେବା କିମ୍ବା ବଡ଼ ନିବେଶ କରିବାରେ ତରବରି କରନ୍ତୁ ନାହିଁ। ଆବଶ୍ୟକତା ବିବାଦ ଠାରୁ ଦୂରେଇକି ରୁହନ୍ତୁ। ମକର ରାଶିର ବନ୍ଧୁମାନେ, ଆପଣଙ୍କ ଜୀବନରେ ଅନେକ କଷ୍ଟ ସହିଛନ୍ତି। କେତେବେଳେ ଆପଣଙ୍କୁ ଲାଗିଛି, ମୋ ପାଇଁ ଭଲ ସମୟ କେବେ ଆସିଛି? କିନ୍ତୁ ମନେ ରଖନ୍ତୁ, ଯେଉଁ ଗଛ ଧୀରେ ବଢ଼େ ତାର ମୂଳ ଅଧିକ ମଜବୁତ ହୋଇଥାଏ।
ଆପଣଙ୍କ ସଫଳତା ମଧ୍ୟ ଧୀରେ ଆସିପାରେ, କିନ୍ତୁ ହେଲେ ତାହାକୁ ସହଜରେ କେହି ଛଡ଼େଇ ପାରିବେ ନାହିଁ। ଅନ୍ୟମାନଙ୍କ କଥାକୁ ନେଇ ନିଜର ଲକ୍ଷ୍ୟଠାରୁ ଦୂରେଇ ଯାଆନ୍ତୁ ନାହିଁ। ନିଜର କାମ କରନ୍ତୁ, ଧୈର୍ଯ୍ୟ ରଖନ୍ତୁ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଭରସା ରଖନ୍ତୁ। ତେବେ ମକର ରାଶିର ବନ୍ଧୁମାନେ 25ରୁ 5 ତାରିଖ ଆପଣଙ୍କ